तो जहाज पत्र किसी भी जाओ ना जे एई जगह रे निर्जन जीवटे मो जीवन दीप लिखिब अर्थात मरी जीवी तथापि ए बारता हला खबर न जीव जन समीप समीप हला निकटक बा सन्निहित तो जन मानक निकटक मोर जो निज लोक मानक निकटक मो मृत्युर खबर मध्य आ जाई परिबो नाही मधुमय मनुष्य कंठर ध्वनि दोषिब नाही हम श्रवण बेली एटी गोटे शॉर्ट क्वेश्चन आसीबो मनुष्य कंठर ध्वनि केउ भଳି मधुमय मधुमय मनुष्य कंठर ध्वनि अर्थात मधुमय ହେଲା मधुर मनुष्य कंठर ध्वनि ହେଲା गଳାर स्वर बा शब्द मनुष्य जेतेबेले कथा कहे तार शब्दटी एते सुंदर जोटा कि तोषिब नाही हम श्रवण बेली जोटा तोषिब होला आनंद देव नाही श्रवण बेली ହେଲା मोर कान दुई श्रवण माने सुनिबा किंतु एई श्रवण बेली माने मोर कान दुई तो प्रथम कौन कहते मो आखि आओ मनुष्य सुंदर बदन को सुंदर मुह को देखि परिबो नाही ए तापर कौन कहले मु मरि गला ପରେ ମଧ୍ୟ ମୋର ଖବରଟା ମୋର ପ୍ରିୟଜନଙ୍କ ପାଖକୁ ବା ନିକଟକୁ ଯାଇ ପାରିବନି ପୁଣି କଣ କହୁଛନ୍ତି ମନୁଷ୍ୟର ଯୋଉ ଏତେ ସୁନ୍ଦର ସୁଶୋଭିତ କଣ୍ଠର ଧ୍ୱନିଟା ପାଟିରୁ ଯୋଉ ନିର୍ଗତ ହେଉଥିବା ଶବ୍ଦ ଗୁଡ଼ିକ ତାହା ମଧ୍ୟ ମୋ କାନ ଦୁଇଟା ଆଉ ଶୁଣି ପାରିବ ନାହିଁ ତେବେ ତୋଷି ପାରିବନି ମାନେ ଶୁଣିକୁ ଆନନ୍ଦ ପାଇପାରିବ ତୋଷିବ ଆନନ୍ଦ ପାଇ ଆନନ୍ଦ ଦେବା ତୋଷିବ ନାହିଁ ହେଲା ଆନନ୍ଦ ଦବ ନାହିଁ ମନୁଷ୍ୟର ଶବ୍ଦଟା ଯେହେତୁ ସେଠି କେହି ଲୋକ ନାହାନ୍ତି ତ କାହାର ଗୋଟେ ଶବ୍ଦ ଶୁଣିଲେ ଯୋଉ ଖୁସି ଲାଗେ ଆପଣାପନ ଲାଗେ ସାଙ୍ଗସାଥିରେ ବାପା ମାଙ୍କର ତମକୁ ଯଦି କେହି କଥାବାର୍ତ୍ତା ନ କରିବେ ତମ ସାଥିରେ କେହି ପଦେ ଟିକେ କହିବେ ତମକୁ ଖୁସି ଲାଗିବ ଯେତେବେଳେ ସମସ୍ତେ ତମ ସହିତ କଥାବାର୍ତ୍ତା କରୁଥିବେ ସେତେବେଳେ ତମକୁ ଖୁସି ଲାଗିବ ନାହିଁ ତେଣୁ କରିକି ଏଇଠି ତାକୁ ତା ସାଥେ କଥା ହବା ପାଇଁ କେହି ଲୋକ ନାହାନ୍ତି ନା ପୁରା ଏକୁଟିଆ ଅଛି ତେଣୁ କରିକି ସେ କହୁଛି ମନୁଷ୍ୟ ସୁନ୍ଦର ଆନନ୍ଦ ଦେବା ଭଳି ଯଦି କଣ୍ଠର ଧ୍ୱନି ଗୁଡ଼ିକ ଶବ୍ଦ ଗୁଡ଼ିକ ମୋ କାନ ଦିଟା ଆଉ କେବେ ଶୁଣିପାରିବ ନାହିଁ ସର୍କୋସିନ ଦିଟା ଅଛି ପ୍ରଥମ ସର୍କୋସିନ ଆସିବ ମନୁଷ୍ୟର କଣ୍ଠର ଧ୍ୱନି କେଉଁ ଭଳି ଦେଖିବ ମଧୁମୟ ଆଉ ଗୋଟେ କ୍ୱେଶ୍ଚନ ଆସିବ ମନୁଷ୍ୟର କଣ୍ଠର ଧ୍ୱନି ଆଉ କିଏ ଶୁଣି ପାରିବନି ତାର ଶ୍ରବଣ ବେଲି କାନ ଦୁଇଟି ଶୁଣି ପାରିବ ନାହିଁ ପୁଣି କହୁଛି ମୋ କଣ୍ଠ ଶବ୍ଦ ଯେବେ ହୁଏ ବାହାର ଜମି ପଡେ ସେମିତି ଆଉ କାହାର ପୁଣି କହୁଛନ୍ତି ଯେତେବେଳେ ଏଇ ନିର୍ଜନ ବାହାରୁ ମୋ କଣ୍ଠରୁ ଯେତେବେଳେ ଶବ୍ଦ କିଛି ବାହାରିଯାଏ ସେ ନିଜେ ନିଜେ କଥା ହଉଛି ନିଜକୁ ନିଜ ତା ପାଟିରୁ ଯେତେବେଳେ କିଛି ଶବ୍ଦଟି ବାହାରୁଛି ସେଇ ଶବ୍ଦ ଶୁଣିକି ସେ ଚମକି ପଡୁଛି ତାକୁ ଲାଗୁଛି ହୁଏତ ସେଟା ଆଉ କାହାର ଶବ୍ଦ କିକୁ ଗୋଟେ ମଣିଷଟି ଆସିଗଲା ବେଳେ ବେଳେ ଲାଗେ ଯେମିତି କି ନିର୍ଜନ ଜାଗାରେ ଅଛି ଏକୁଟିଆ ଅଛି ଭାବ ବିହ୍ୱଳ ହେଇଗଲାଣି ତ ତା ନିଜ ପାଟିରୁ ଯୋଉ କଥାଟି ବାହାରି ପଡୁଛି ସେ ଶବ୍ଦଟା ଯେତେବେଳେ ତା କାନରେ ବାଜୁଛି ଆମ କଥା ହେଲେ ଆମ ଶବ୍ଦଟା ଆମ ପାଟିରେ ତ ବାଜିବ ନା ବାଜିନି ମୁଁ ଏବେ କଥା ହଉଛି କଣ ଖାଲି ତମେ ଶୁଣୁଛ ମୁଁ ମଧ୍ୟ ଶୁଣୁଛି ନା ମତେ ବି ଶୁଣା ଯାଉଛି ତମେ ମତେ ଯାହା ପ୍ରଶ୍ନ ପଚାରିବ କଣ ମୁଁ ଏକା ଶୁଣିବି ତମେ ମଧ୍ୟ ଶୁଣିପାରିବ ତ ସେଇ ଶବ୍ଦଟାକୁ ଯେତେବେଳେ ସେ ନିଜର ଭାଷାଟାକୁ ନିଜର ଶବ୍ଦଟାକୁ ନିଜେ ଶୁଣୁଛି ସେତେବେଳେ ତାକୁ ଲାଗୁଛି ଚମକି ପଡୁଛି ତାକୁ ଲାଗୁଛି ସତେ କି କିଏ ଗୋଟେ ମଣିଷ ଅଛି କି ମୋ ସହିତ କଥା ହେଲେ କାହିଁକିନା ମନରେ ସବୁବେଳେ ଗୋଟେ ଆକାଂକ୍ଷା ଅଛି ଯେ କିଏ ନା କିଏ ଏଠି ଥାଆନ୍ତା କି ମୋର ସାଙ୍ଗ ଦେବା ପାଇଁ ଏକୁଟିଆ ଅଛି ନା ତ ଗୋଟେ ମଣିଷ ଗୋଟେ ଜାଗାରେ ଏକୁଟିଆ ପଡେ ଆମେ ଗୋଟେ ଦିନ ବି ରହିପାରିବାନି ଗୋଟେ ଘର ତାଲା ପକେଇକି ରଖିଦିଆ ହେଇଯିବ କିଛି କେହି ନଥିବେ ଖାଇବା ପିଇବା ଦିଆଯିବ କିନ୍ତୁ ତାଲା ପକା ହବ କାହା ସହିତ କଥା ହବନି କାହା ସହିତ କେଇ ଦିନ ରହିବ ଫୋନ ଦିଆହବନି କିଛି ଦିଆହବନି ରହିହବ ତେଣୁ ସିଏ କେତେ କେତେ ଦିନ ଧରି ସେଠି ରହୁଛି ରହିଯାଇଛି ଗୋଟେ ମାନେ ଯାହା ଛୁଟି ଯାଇଛି ଯେହେତୁ ସେ ରହିଯାଇଛି ତାକୁ କେହି ନବାକୁ ଆସୁନାହାନ୍ତି ତେବେ ତାହାର ମନର ସ୍ଥିତିଟା କେଉଁ ଭଳି ହବ ହଠାତ୍ ହଠାତ୍ ସେ ଚମକି ଯାଉଛି ନିଜ ଶବ୍ଦ ଶୁଣିକି ଲାଗୁଛି ସତେ କି ଆଉ କାହାର ଶବ୍ଦଟେ ଆସିଗଲାଣି କିଏ ମନୁଷ୍ୟ ଆସିଗଲେ ତେଣୁ କହୁଛି ମୋ କଣ୍ଠରୁ ବା ମୋର ଯୋଉ ଗଳାରୁ ଯୋଉ ଶବ୍ଦ ଗୁଡିକ ବାହାରୁଛି ଯେବେ ହୁଏ ବାହାର ମୋ ପାଟିରୁ ଯୋଉ ଶବ୍ଦ ଗୁଡିକ ବାହାରୁଛି ମୋ କଣ୍ଠରୁ ଚମକି ପଡେ ଜେନେ ଜେନେ ହେଲା ଯେପରି ଆଉ କାହାର ମତେ ମୁଁ ଚମକି ପଡୁଛି ଯେପରି ଆଉ କାହାର ଶବ୍ଦ କି ସେଟା ଏହା ଭାବିକି ମୁଁ ଚମକି ପଡୁଛି ପୁଣି କହୁଛି ଭ୍ରମନ୍ତି ଚୌପାଶେ ପଶୁନିକର ନୁହନ୍ତି ମତେ ଯେମିତି ଭୟକାର ଭ୍ରମନ୍ତି ହେଲା ବୁଲୁଥାନ୍ତି ଚୌପାଶେ ହେଲା ଚତୁର୍ପାର୍ଶ୍ୱରେ ପଶୁ ନିକର ହେଲା ପଶୁ ସମ୍ମୁଖ ତ କହୁଛି ମୋର ଚତୁର୍ପାର୍ଶ୍ୱରେ ଯୋଉ ପଶୁ ପକ୍ଷୀ ମାନେ ବୁଲୁଛନ୍ତି ଯେହେତୁ ସେଇଟା ଗୋଟେ ଟାପୁଟେ ଗୋଟେ ସେଠି ଜଙ୍ଗଲ ଅଛି ଆଉ ସେ ପଶୁ ପକ୍ଷୀ ମାନେ ତାର ବିଚରଣ କରିବାଟା ସ୍ୱାଭାବିକ କାହାକୁ ଡରିବନି କାରଣ ପଶୁ ପକ୍ଷୀ ମାନେ ତାଙ୍କ ଜାଗାରେ ସେ କାହିଁକି ମଣିଷକୁ ଡରିବ ସେ ସିନା ଆମ ଏରିଆକୁ ପଳେଇ ଆସିଲେ ଡରିବ ମଣିଷ ମାରିଦବ ସେଠି ତ ଗୋଟିଏ ବୋଲି ମଣିଷ କାହିଁକି ସେ ପଶି ଯାଇଛନ୍ତି ସେ ପଶୁ ପକ୍ଷୀ ମାନେ କାହିଁକି ଡର ତେଣୁ କରି
ମୋ ଚତୁଃପାର୍ଶ୍ୱରେ ପଶୁ ସମୂହ ମାନେ ଗୋଟେ ପଶୁ ତା ଚାରିପଟରେ ବୁଲୁଛନ୍ତି ମୁହଁକୁ ମତେ ଦେଖି ଭୟ କାତରେ ଆଉ ସେମାନେ ମତେ ଦେଖିକି ଭୟ କରୁନାହାନ୍ତି ବା କାତର ବା ଅସ୍ଥିର ହବା କାତରର ଅର୍ଥ ହେଲା ବ୍ୟାକୁଳ ବା ଅସ୍ଥିର ଭୟରେ ସେମାନେ ଅସ୍ଥିର ହଉନାହାନ୍ତି ସେ ପଶୁମାନେ ମୋ ଚତୁଃପାର୍ଶ୍ୱରେ ଭ୍ରମଣ କରୁଛନ୍ତି କିନ୍ତୁ ମତେ ଡରୁନାହାନ୍ତି କି ଭୟ କରିକି ଅସ୍ଥିର ହଉନାହାନ୍ତି ବ୍ୟାକୁଳ ହଉନାହାନ୍ତି ମନୁଷ୍ୟଟା ମାରିଦବ କି ମନୁଷ୍ୟ କଣ ଜୀବଜନ୍ତୁ ତାର ଶ୍ରେଷ୍ଠ ହେଲା ମନୁଷ୍ୟ ସେ ଚାହିଁଲେ ସବୁ ଜୀବଜନ୍ତୁକୁ ମାରି ଦେଇପାରିବ ମାରିପାରିବନି ବୁଦ୍ଧି ଖର୍ଚ୍ଚ କରି ଏକୁଟିଆ ମନୁଷ୍ୟ ବାଘ ଆମକୁ କାମୁଡି ଖାଇଦଉଛି କି ସେ କଣ କୁମ୍ଭୀର ଖାଇଦଉଛି ବୁଦ୍ଧି ଖର୍ଚ୍ଚ କରି ମାରିବାକୁ ଚାହିଁଲେ ମାରିପାରିବନି ମାନେ ପ୍ଲାନିଂ ରେ ଗଲେ ମାରିଦେବନି ତେଣୁ କରିକି ସେ ମନୁଷ୍ୟ ଅତି ଚତୁର ତ ଏଇଟା ସିଏ କହୁଛି ସେ ଜାଣିନାହାନ୍ତି ଏ ପଶୁପକ୍ଷୀ ମାନେ ମନୁଷ୍ୟ ପାଖରେ କେତେ ଶକ୍ତି ଅଛି କିନ୍ତୁ ତଥାପି ଏଇ ଜାଗାରେ ମୁଁ ଅଛି ମୁଁ ଏଠି ଏକୁଟିଆ ଅଛି ସେମାନେ ମୋ ଚତୁଃପାର୍ଶ୍ୱରେ ପଶୁମାନେ ବିଚରଣ କରୁଛନ୍ତି ଭ୍ରମଣ କରୁଛନ୍ତି ବା ବୁଲୁଛନ୍ତି ମତେ ଦେଖିକି ସେ ଟିକେ ଭୟରେ କାତର ହଉନାହାନ୍ତି କି ବ୍ୟାକୁଳତା ଦେଖୁନାହାନ୍ତି ସେ ତାଙ୍କର ବେଫିକର ବୁଲୁଛନ୍ତି ସେଠି କାହାକୁ ଡରୁନାହାନ୍ତି ସିଏ ଜାଣିନାହାନ୍ତି କେବେ ନର ପ୍ରଭାବ ତାଙ୍କର ଏଠି ଅନସ୍ତ ତେଣୁ ପୁଣି ତାଙ୍କୁ କହୁଛି ଅବସ୍ଥା ଚତୁର୍ପାର୍ଶ୍ୱରେ ପଶୁମାନେ ଟିକେ ବି ଡରୁନାହାନ୍ତି ତାକୁ ଦେଖିକି କହୁଛି ଯେ ଭାବୁଛି ଯେ ସେଇ ଯୋଉ ପଶୁ ମାନେ ଜାଣିନାହାନ୍ତି ନର ପ୍ରଭାବ ନର ହେଲା ମନୁଷ୍ୟ ପ୍ରଭାବ ହେଲା ପ୍ରତିକ୍ରିୟା ବା ଶକ୍ତି ତ ନର ମାନଙ୍କର ମନୁଷ୍ୟ ମାନଙ୍କର ଶକ୍ତି କେତେ ଏମାନେ ଜାଣିନାହାନ୍ତି ପଶୁ ମାନେ ଜାଣିନାହାନ୍ତି ସେଇଥିପାଇଁ ଏଣୁ ତାଙ୍କର ଏଠି ଅନାସ୍ଥା ଭାବ ହେଲା ଅନାଦର ଭାବ ବା ଉପେକ୍ଷା କରିବା ମତେ ଗୋଟେ ହେଇ ଜ୍ଞାନ କରୁଛନ୍ତି ସେ ତ ଜାଣିନାହାନ୍ତି ନା ଆମ ନର ମାନଙ୍କର ପ୍ରଭାବ କେତେ ନର ମାନଙ୍କର ଶକ୍ତି କେତେ ମନୁଷ୍ୟର ଶକ୍ତି କେତେ ଏଇ ପଶୁ ମାନେ ଜାଣିନାହାନ୍ତି ସେଇଥିପାଇଁ ସେ ଜାଣିନାହାନ୍ତି ବୋଲି ମୁଁ ଏଠି ଗୋଟେ ନରଟେ ବା ମନୁଷ୍ୟଟେ ଅଛି ସେ ମୋ ଚତୁଃପାର୍ଶ୍ୱରେ ଭ୍ରମଣ କରୁଛନ୍ତି ଆଉ ମତେ ଉପେକ୍ଷା କରୁଛନ୍ତି ଅନାଦର କରୁଛନ୍ତି ବା ମୋ ପ୍ରତି ଗୋଟେ କଣ ଅବିଶ୍ୱାସୀ ଭାବ କରୁଛନ୍ତି ଯେ ଇଏ କିଛି କରିପାରିବନି ତେବେ କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯାହାର ପ୍ରାପତି ସବୁ ଦେବତା ନର ପୁଣି କହୁଛନ୍ତି କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯାହାର ପ୍ରାପତି ସବୁ ଦେବତା ନର ଯୋଉ ପ୍ରେମ ପାଇଁ ଯୋଉ ଶ୍ରଦ୍ଧା ବନ୍ଧୁତା ପାଇଁ ଦେବତା ମାନେ ମଧ୍ୟ ମର୍ତ୍ତ୍ୟରେ ଆସିକି ନର ଜନ୍ମ ନେଇଛନ୍ତି କେତେ ଦେବତା ମାନେ ଆସିକି ନର ଜନ୍ମ ନେଇଛନ୍ତି ସେ କାହିଁ ସେ ଶ୍ରଦ୍ଧା ଭଲ ପାଇବା ସ୍ନେହ ପାଇଁ ତ ସେଣୁ କହୁଛନ୍ତି କାହିଁ ବନ୍ଧୁତା ଆଉ ପ୍ରେମ ଏତେ ସୁନ୍ଦର ଏତେ ମାନେ ସ୍ୱର୍ଗୀୟ ଯେ ଯାହାକୁ ପ୍ରାପ୍ତ କରିବା ପାଇଁ କି ସ୍ୱର୍ଗର ଦେବତା ମାନେ ମଧ୍ୟ ମଧ୍ୟରେ ନର ରୂପରେ ଜନ୍ମ ଗ୍ରହଣ କରିଛନ୍ତି ଯାହାର ପ୍ରାପ୍ତି ପାଇଁ ସେ ଯୋଉ ବନ୍ଧୁତା ଆଉ ପ୍ରେମର ପରିଭାଷା ଏତେ ଅଧିକ ସେଇ ଶ୍ରଦ୍ଧା ସେଇ ସ୍ନେହର ପରିଭାଷା ଏତେ ଅଧିକ ଯେ ଯାହାକୁ ପ୍ରାପ୍ତ କରେ ଯାହାର ପ୍ରାପ୍ତି ଯୋଗୁ ଦେବତା ନର ଯାହାର ପ୍ରାପ୍ତି ଯୋଗୁ ଯାହା ପ୍ରାପ୍ତି ପାଇଁ ଯାହାକୁ ପାଇବା ପାଇଁ ଦେବତା ମାନେ ମଧ୍ୟ ଆସିକି ନର ଜନ୍ମ ନେଇଛନ୍ତି ବହୁତ ସମୟରେ ଦେବତା ମାନେ ନର ମାନେ ଆସିକିନା ମାଟିରେ ମଣିଷ ରୂପରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ କୃଷ୍ଣ ଯେତେବେଳେ ଜନ୍ମ ହେଇଥିଲେ ଯଦି ଯଶୋଦା ମାତାଙ୍କୁ ସ୍ନେହ ଶ୍ରଦ୍ଧା ଦେଇନଥାନ୍ତେ ସେ ସୃଷ୍ଟି ଥାନ୍ତେ ସେ କାହିଁକି କଣ ଏମିତିଆ ଜନ ମାରି ମୁରିକି ସବୁ ଯାହାକୁ ମାରିବା କଥା ମାରିଦେଇକି ପଳେଇଥାନ୍ତେ ଏତେ ଲୀଳା ଖେଳା କରିଥାନ୍ତେ କି ଆଉ ସିଏ ଚାହିଁଥିଲେ ତ ଗୋଟେ ସେକେଣ୍ଡରେ କଂସକୁ ମାନେ ଜନ୍ମ ହଉ ହଉ କଂସକୁ ମାରିଦେଇକି ଚାଲି ଯାଇଥାନ୍ତେ ନାଇଁ କାରଣ ତାଙ୍କ ପାଖରେ ଶକ୍ତି ଅଛି ସେ କାହିଁକି 14 ବର୍ଷ ଧରି ଉପରେ ରହିଥିଲେ ଲୀଳା ଖେଳା କଲେ ସେଇ ସ୍ନେହ ପ୍ରେମ ଶ୍ରଦ୍ଧାରେ ବାନ୍ଧି ହେଇକିନା ବନ୍ଧୁତାରେ ବାନ୍ଧି ହେଇକିନା ବନ୍ଧନରେ ନାଇଁ ତ ରାମ ଚାହିଁଥିଲେ ସେ କାହିଁକି ଏତେ କଷ୍ଟ କଲେ ସେ କାହିଁକି ଏତେ ସାରା ରଚନା ସୃଷ୍ଟି ରଚନା ସେ ତ ଭଗବାନ ଗୋଟେ ଦିନରେ ସବୁ ପଳେଇଥାନ୍ତେ ନାଇଁ କି କୃଷ୍ଣ ରହିଲେ ତପର ଯୁଗ ଶେଷ ଯାଏ ପୁରା ରହିଲେ ଏତେ ଦିନ କାହିଁକି ରହିବ ସେ ତ ଭଗବାନ ନା ସୁଦର୍ଶନ ଚକ୍ର ଛାଡିଥାନ୍ତା ପୁରା ପାପ ମାନେ ଧ୍ୱଂସ କରିଦେଇଥାନ୍ତେ ସେ ତାଙ୍କର ପଳେଇଥାନ୍ତେ ପୁଣି ସ୍ୱର୍ଗ କିନ୍ତୁ ସେ ରହିକି ବନ୍ଧୁତା ସ୍ଥାପନ କଲେ ପ୍ରଥମେ ତମର ଗୋପପୁରରେ ପିଲା ଖେଳା କଲେ ସାଙ୍ଗସାଥୀ ସ୍ନେହ ପ୍ରେମରେ ବନ୍ଧୁତ୍ୱରେ ବାନ୍ଧିଲେ ତାପରେ ଅର୍ଜୁନ ସହିତ ବନ୍ଧୁତା କଲେ ସେଠି ବନ୍ଧୁତ୍ୱ ଭାବନାରେ ବାନ୍ଧିଲେ ସ୍ନେହ ଶ୍ରଦ୍ଧାରେ ରହିଲେ ତେଣୁ ଭଗବାନ ମାନେ ମଧ୍ୟ ଦେବତା ମାନେ ମଧ୍ୟ ସେଇ ସ୍ନେହ ପ୍ରେମ ଶ୍ରଦ୍ଧା ବନ୍ଧୁତା ପାଇଁ ମର୍ତ୍ତ୍ୟରେ ଜନ୍ମ କରିଥାନ୍ତି ସେ କାହିଁକି କହୁଛି ସେ ଏକୁଟିଆ ତାଙ୍କୁ ସ୍ନେହ ଶ୍ରଦ୍ଧା ଦେବା ପାଇଁ କେହି ନାହାନ୍ତି ତାଙ୍କୁ ବନ୍ଧୁତା ତା ସହିତ କରିବା ପାଇଁ କେହି ନାହାନ୍ତି ପଶୁମାନେ ତାର ଫିଲିଂସ ବୁଝିପାରିବେନି ସେମାନେ କଣ ପଶୁ ପକ୍ଷୀ ନା ତେଣୁ କରିକି ଏସବୁ ଭାବିକି ସେ କହୁଛି କାହିଁ ଏଇଠି କାହିଁ ସେ ବନ୍ଧୁତା କାହିଁ ସେ ପ୍ରେମ ପାଇଁ କାହିଁ
कहीं से श्रद्धा जो भगवान माने देवता माने नर प्राप्ति करते से गुडा पाइबे पई जोडा कि से सेठी पावे पुणे कहछि थांता छेबे मोर ब्रह्मांडकर थांता छेबे मोर ब्रह्मांड पक्ष लंघी विशालगिरी समुद्र एति बडा घटिला जे मो पाखे सिडा नाइ स्नेह बंधुता एटी किछि नाइ आउ मोर आखि किछि देखि परिबनी मोर कान सुनि परिबनी साहा सब निज भाषा सुनि कि मन पकई कि पाखरे कि अछि बोली भाबुतला पुणी हेबे पुणी चिंता कण करछि तापर कोन होला ए पशु पक्षी माने जते मानु नाहिति से जानि नै कि मनुष्यर प्रभाव केते सेति पय से कोन रिएक्शन करछि ठीक अछि तापर पुछि जल्दी आंत जिनकर विहंग विहंग होला पक्षी पक्ष होला डेणा पक्षीर डेणा बा चढ़ेईर डेणा अछि कि से माने कि आकाश पळौछि हम मनुष्य हम डेणा नै उडी पर पशु डेणा कि उडी पर नाही से सेठी बोले मो पाखरे जदि पक्षीर डेणा थांदा पक्षीर जेंति डेणा अछि चढ़ेईर डेणा अछि मते जदि से डेणा थांदा मु मध्ये उडी उडी समुद्र पार हेकी मो घर को पळा तेरे बुझी थांदा जे मोर विहंग पक्ष लंघी भीषण गिरी लंघी हला देई जीवा बा अतिक्रमण करी भीषण गिरी गिरी हला पर्वत भीषण हला भयंकर भयंकर पर्वत ए जो समुद्र ताकि सब अतिक्रमण करी कोन करी समुद्र पक्ष समुद्र छाती समुद्र ऊपर भाग को देखि तेडी को पटे डेणा खत्ता नाले समुद्र रो ऊपर भाग टी बड़ बड़ पर्वत गिरी समुद्र भयंकर पर्वत राशि को देखि जाई दो जगह पहुंच जाए अब पहुंच गले कोन करथि देखंती प्रियजन मुवंता संतापित प्राण शीतल जेबे पु जाई कि मो घरे पहुंच जानती सेठी जाई कि देखंती प्रियजन हो जति निज लोक बा बंधु बांधव मो घरे पहुंच गले मोर बंधु बांधव निज लोक को देखि ताकर कोन देखंती मुख कमल कमल हला पद्म पद्मटा सुंदर बोले कि ताको मुहा भी सुंदर तेणु पद्म को मुख सहित तुलना करे पद्म भले मोर प्रियजन मानकर मुखमंडल को देखि दियंती ताको देखि देला परे जेहेतु एते वर्ष हलाने मु एटी रहिछि देखि तो सेमानकर प्रिय मानकर बा निज बंधु बांधव मानकर सुंदरिया मुहमड़ी पद्म भଳି विकसित मुहमड़ी को देखि कि मोर प्राणटा संतापित प्राण शीतल पड़ंता कुहंता संतापित प्राण शीतल संतापित होला दुखित प्राण शीतल पड़ंता अर्थात ठंडा पड़ंता टिके मन को शांत मिलंता मोर दुखित मनटा एते वर्ष होला जेहेतु मु मोर प्रियजन मानक देखि पारिनी तेणु सेई लोक मानक देखि देला परे से प्रियजन मानक सुंदरी मुह को देखिला परे कमल भଳି पद्म भଳି मुह को देखिला परे मोर जो दुखित प्राण टिके शांति मिलंता मते टिके आत्म तृप्ति मिलंता बोली पुणी कहले पहुंची भी जाते पहुंची गले कौन करी जहाँ तो भूल मो जीवन में परिचय जहाँ माने से तो तार जीवन दृष्टि कि से लेखा जाए किंतु तथापि से अनुताप करूची जे जहाँ आगुरु करिछि से सब न करी नुआ करी जीवन गढ़िबो बोली भाबुची नुआ करी जीवन की गढ़िबो से धर्म टी मुक्त अंश रे रखिछि मुक्त करी के रखिछि जे कहूची धर्म सत्य पक्षे नित्य संचरी नाचंता आनंद हृदय एबे मुझे डेणा थांता मो घरे जाई पहुंची जानती मो प्रियजन मानकर मुखमंडल को देखि दियंती मोर जे दुखित मन शांति मिलता एवं ता समय रे मु को करंती धर्म और सत्य पक्षरे सत्य और धर्म पक्षरे सदा नित्य संचरी नित्य होला अहरह सदा सर्वदा बा प्रतिदिन संचरी होला चलन करी बा गमन सब बेले मु सत्य पक्षरे निजको नियोजित करती सदा सर्वदा सत्य पक्षरे चली की मु कोन करंती मोर मन नाचंता आनंद रे हृदय मोर हृदयटी अति आनंद रे नाची उठुला एते बेले मु सत्य धर्म पक्षरे निजको संचलन करती मोर प्रियजन को देखंती ताको देखि कि मोर मन आनंद रे उत्फुल्लित हो जाय हृदयटी आनंद रे आहुरी आनंदित हो जाय एति कि होछि से क्वेश्चन आ भितर कोन अछि क्वेश्चन कहूची ता पाखरे कोन केउ प्रकार कोन थिले से गिरी समुद्र को देई जानता विहंग पक्ष थिले गिरी समुद्र को देई जानता कोन कहउचंती आ ओडे क्वेश्चन अछि
କେଉଁ ପଥରେ ନିତ୍ୟ ସଞ୍ଚରଣ କରିବା ପାଇଁ ନାଭିକଟି ମନ ମାନେ ଇଚ୍ଛା ପ୍ରକାଶ କରିଛି ଧର୍ମ ଆଉ ସତ୍ୟ ପଥରେ ନିତ୍ୟ ସଞ୍ଚରଣ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛି। ଲାଷ୍ଟରେ ଧର୍ମ ସତ୍ୟ ପଥରେ ନିତ୍ୟ ସଞ୍ଚରି ନାଚନ୍ତା ଆନନ୍ଦରେ ହୃଦମୁଖୀ। କେଉଁମାନେ ନର ପ୍ରଭାବ ଜାଣି ନାହାନ୍ତି। ପଶୁ ନିକର ମାନେ ପଶୁ ସମୂହ ମାନେ ନରର ପ୍ରଭାବ ଜାଣି ନାହାନ୍ତି। ଯଦି ନାବିକଟି ବିହଙ୍ଗ ପକ୍ଷ ଥାନ୍ତା ତେବେ ସେ କଣ କରନ୍ତା? ଭୀଷଣ ଗିରି ଆଉ ସମୁଦ୍ର ପକ୍ଷକୁ ଲଙ୍ଘି ନିଜ ସ୍ଥାନରେ ପହଞ୍ଚି ଯାଆନ୍ତି। କଣ କଲେ ତାର ଦୁଃଖିତ ପ୍ରାଣ ତାର ସଂତାପିତ ବା ଦୁଃଖିତ ପ୍ରାଣଟି ଥଣ୍ଡା ପଡିଯାଆନ୍ତା, ଶୀତଳ ହୋଇଯାଆନ୍ତା। ତାର ପ୍ରିୟ ଜନଙ୍କର ମୁଖ କମଳକୁ ଦେଖିଲେ। ବୁଝିଲ? ଡାଉଟ ଅଛି? ଡାଉଟ ଲାଗୁଛି? ଧାଡି ଶବ୍ଦ ଡାଉଟ ଲାଗୁଛି? ଏତିକି ବାଟରେ ବୁଝିଲୁଣି କଣ କଣ ତାର ଘଟଣା ହେଲାଣି, ଗପଟି କଣ ଜାଣିଲଣି ତ? ଟିକେ ପଢେଇବି ଆଉ ଟିକେ ରଖିଦେବି ସରିବନି। ତମେ ପୁଣି କହୁଛି ପ୍ରବୀଣ ଜନଙ୍କର ସଦୁପଦେଶ ଲଭି ହୁଅନ୍ତି କୋହି ବିଜ୍ଞ ବିଶେଷ। ପ୍ରବୀଣ ହେଲା ଅଭିଜ୍ଞ କୁଶଳୀ ଜନ ହେଲା, କୁଶଳୀ ଜ୍ଞାନୀ ଲୋକ। ଜ୍ଞାନୀ ଲୋକଙ୍କ ଠାରୁ ସଦୁପଦେଶ ଉଚିତ ଉପଦେଶ ବା ଉପଯୁକ୍ତ ବ୍ୟବହାରକୁ ଗ୍ରହଣ କରି ଯେତେବେଳେ ମୁଁ ଚାଲିଯାଏ ଏଗୁଡା ସବୁ ତାର ଚିନ୍ତା ମାନେ ତାର ସ୍ୱପ୍ନ, ସେ ସ୍ୱପ୍ନ ଦେଖୁଛି। ସ୍ୱପ୍ନ ଦେଖୁଛି କଣ ଶୋଇକି ସ୍ୱପ୍ନ ଦେଖୁନି, ମନେ ମନେ ଭାବୁଛି କାଶ ମତେ ପକ୍ଷଟିଏ ମିଳିଯାନ୍ତା, ମୁଁ ଚାଲିଯାନ୍ତି ଏଇ ଜାଗାଟାକୁ ଡେଇଁକି ପୁଣି ଚାଲିଯାନ୍ତି, ପୁଣି ନୂଆ କରି ମୋ ଜୀବନଟାକୁ ଆରମ୍ଭ କରନ୍ତି। ଯେମିତି ଯାହା ହେଇଛି ମୁଁ ତ ଏଠି ଜାଗାରେ ଫସି ଯାଇଛି, ପୁଣି ନୂଆ କରି ଆରମ୍ଭ କରନ୍ତି ମୋ ଜୀବନଟାକୁ, ସତ୍ୟ ଧର୍ମ ପଥରେ ନିଜକୁ ନିୟୋଜିତ କରନ୍ତି। ଆଉ ଜ୍ଞାନୀ ଲୋକଙ୍କ ଠାରୁ ସତ୍ ଉପଦେଶ ଗ୍ରହଣ କରିକି ଲଭି ହୁଅନ୍ତି କୋହି ବିଜ୍ଞ ବିଶେଷ। ଲଭି ଲାଭ କରିବା ପାଇକି ମୁଁ ନିଜେ କହୁଥିଲି ମୁଁ ନିଜେ ଗୋଟେ ବିଜ୍ଞ ବିଶେଷ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି। ମୁଁ ଯେତେବେଳେ ଏଠୁ ଚାଲି ଯାଆନ୍ତି ସତ୍ୟ ଧର୍ମ ପଥରେ ନିଜକୁ ନିୟୋଜିତ କରିକି ଭଲ ଭଲ ଜ୍ଞାନୀ ପଣ୍ଡିତ ମାନଙ୍କ ଠାରୁ ସତ୍ ଉପଦେଶ ଗ୍ରହଣ କରିକି ନିଜେ ଜ୍ଞାନୀ ହୁଅନ୍ତି ଏବଂ ଧୀରେ ଧୀରେ ଜ୍ଞାନ ଅର୍ଜନ କରି ନିଜେ ମଧ୍ୟ ଗୋଟେ ଜ୍ଞାନୀ ଆଉ ଅସାଧାରଣ ବ୍ୟକ୍ତିତ୍ୱରେ ଗଣା ହୁଅନ୍ତି। ମୁଁ ଏବେ ଗୋଟେ ସାଧାରଣ ମଣିଷ, ତୁଚ୍ଛ ମଣିଷ, ମୁଁ ଯେତେ ଜ୍ଞାନ ଅର୍ଜନ କରନ୍ତି ଯାଇକି ମୁଁ ନିଜେ ଗୋଟେ ଅସାଧାରଣ ବ୍ୟକ୍ତିତ୍ୱରେ ତାଙ୍କ ଠାରୁ ସତ୍ ଉପଦେଶ ଲାଭ କରିକି କାହାଠାରୁ ସତ୍ ଉପଦେଶ ଲାଭ କରିବା କଥା କହିଛନ୍ତି? ପ୍ରବୀଣ ଜନ ଠାରୁ। ସତ୍ ଶ୍ରେଣୀରେ ଆସିବ କାହାଠାରୁ ସତ୍ ଉପଦେଶ ନବା ପାଇଁ କି ନାଭିକଟି ଆଶା ପ୍ରକାଶ କରିଛି ପ୍ରବୀଣ ଜନ ଠାରୁ ଲଭିକି ସେ କଣ ହବ? ବିଜ୍ଞ ବିଶେଷ ହେଇଯାଆନ୍ତା, ମାନେ ଜ୍ଞାନୀ ବା ଅସାଧାରଣ ବ୍ୟକ୍ତି ଜଣେ ହେଇଯାଆନ୍ତା ବୋଲି ମନେ ମନେ ଆଶା ପୋଷଣ କରୁଛି। ତାପରେ ହଉଛି ତରୁଣ ସଙ୍ଗେ ବେଣୀ ନାନା ରଙ୍ଗରେ ଗମନ୍ତି କାଳ ହାତୀ ଆମଦରେ। ଇଏ ତ ଗଲା ପ୍ରଥମେ କଣ କଣ କରିବ ତାକୁ ଭାବୁଛି, ପ୍ରଥମେ କରିବି କଣ ଜ୍ଞାନୀ ଲୋକଙ୍କ ଠାରେ ମିଶିକି ନିଜକୁ ଗୋଟେ ଜ୍ଞାନୀ ଭାବରେ ପରିଗଣିତ କରିବ। ସାଧାରଣତଃ ତମେ ଯେତେବେଳେ ଗୋଟେ ମୂର୍ଖ ଲୋକ ସହିତ ମିଶିବ ତମେ କଣ ହବ? ମୂର୍ଖ ହେଇଯିବ। କିନ୍ତୁ ତମେ ଯଦି ଜ୍ଞାନୀ ଲୋକଙ୍କ ସହିତ ମିଶିବ ତମେ ମଧ୍ୟ ସେଇଭଳିଆ ମାନେ ଭାବରେ ଜ୍ଞାନୀ ଲୋକରେ ଗଣା ହବ। ନାଇଁ ଯେମିତି କି ତମର ଥିଲା କୁସୁମ ପରଶ ପଟ୍ଟନିଷ୍ଠରେ ଗୋଟେ ଅଛି ତମର ଧାଡି ଲେଖିବ, ତାକୁ ତମେ ବିସ୍ତାର କରିକି ଲେଖିବ। ଏଇ ସେକେଣ୍ଡ ଇୟରରେ ଅଛି ତମର ସେଇଟା। ଯେ ତମେ ଯାହା ବି ହେଇଥାଅ ନା କାହିଁକି ଯେଉଁଭଳି ଲୋକଙ୍କ ସହିତ ମିଶିବ ସେଇଭଳି ହେଇଥିବ। ତମେ ଗୋଟେ ଭଲ ମଣିଷ, ଆଜି ଯଦି ଭଲ ମଣିଷଟେ ଅଛ, ତମେ ଯଦି ଗୋଟେ ସଙ୍ଗସରେ ଭଲ କୁସଙ୍ଗ ସୁସଙ୍ଗ, ତମେ ଯଦି ମୂର୍ଖ ଲୋକ ମଦୁଆ ଲୋକଙ୍କ ସହିତ ସବୁବେଳେ ମିଶିଲ, ତମେ ମଦ ଆଜି ପିଉନ କାଲି ପିଇବନି ପହରଦିନ ପିଇବନି, କିନ୍ତୁ 10 ବର୍ଷ ପରେ ତମେ ମଦୁଆ ହେଇସାରିଥିବ। ତମେ ଚେଷ୍ଟା କରିକି ବି ନିଜକୁ ଅଟକେଇ ପାରିବନି, ସାରିଥିବ। ୟା ଫିର ମଦ ନ ପିଇ ପାରିଥାଉ ତାଙ୍କରି ଭଳି ତମର ଚିନ୍ତାଧାରା ହେଇଯିବ, ତାଙ୍କରି ଭଳି ତମେ ଗୋଟେ ମାନେ ସଂକୁଚିତ ମନୋଭାବ ହେଇଯିବ। କିନ୍ତୁ ତମେ ଯଦି ତମର ସରାଉଣ୍ଡିଂ ଟା ଭଲ ରଖିଥିବ, ଭଲ ଭଲ ବଡ ବଡ ଲୋକଙ୍କ ସହିତ ମିଶିବ, ଜ୍ଞାନୀ ଲୋକଙ୍କ ସହିତ ମିଶିବ, ତମେ ନିଜେ ଯେତିକି ଏଫର୍ଟ ଦଉଛ ଦିଅ ବା ନ ଦିଅ ଅଟୋମେଟିକାଲି ତମ ଜ୍ଞାନ ଟା ବଢି ବଢିଯିବ। କାହିଁକି ସବୁବେଳେ ତମେ ସେ ଜ୍ଞାନ ଚର୍ଚ୍ଚା ଶୁଣିଲ, ସବୁବେଳେ ତାଙ୍କ କଥାବାର୍ତ୍ତାରେ ନିଜକୁ ନିୟୋଜିତ କର, ତ ଅଟୋମେଟିକାଲି ତମ ଚିନ୍ତାଧାରା ବି ଉନ୍ନତ ମାନର ହେଇଯିବ ହେଲା। ଯେ ଯାହା ସହିତ ଏମିତି ଥାଏ ସତରେ ଏଇଟା ତମେ ସୁସଙ୍ଗ ସହିତ ମିଶିଲେ ସୁମଣିଷ ହବ, କୁସଙ୍ଗ ସହିତ ମିଶିଲେ କୁସଙ୍ଗ ହବ। ତେଣୁ ତୁମକୁ ଡିସାଇଡ କରିବାକୁ ତମେ କାହା ସହିତ ମିଶିବ।
ତମ ଯୋଉ ଗ୍ରୁପ ଟି କେମିତି କରିବ କାହା ସାଥିରେ କୋଉ ଜାଗାରେ ତମେ ରହିଲେ ଉପରକୁ ଉଠିବ କୋଉ ସାଙ୍ଗ ସାଙ୍ଗେ ରହିଲେ କୋଉ ପରିବେଶ ସହିତ ରହିଲେ ତଳକୁ ତଳକୁ ତମେ କେବେ ଗୋଟେ ନେତା ନୁହଁ କିନ୍ତୁ ତମେ ମିଶିବ ଗୋଟେ ନେତା ସହିତ ମିଶିଲେ ରହିଲେ ଧୀରେ ଧୀରେ ଯେତେବେଳେ ସବୁ କାମ ଜାଣିକି ଦିନ ସବୁ ତମକୁ ସରପଞ୍ଚ ଦେଖିବା ୱାର୍ଡ ମେମ୍ବର ଦେଖିବା ଆଉ ତା କଣ କର୍ପୋରେଟର ସହରିଆ କଥା ହେଲେ କର୍ପୋରେଟର ମେୟର ଫେୟର ନେଇକି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସେଟା ଆସେ ମନେ ମତେ ସେ ଜ୍ଞାନଟା ହୁଏ କିନ୍ତୁ ତମକୁ ଗୋଟେ ସୋସିଆଲ ୱାର୍କର ତମେ ଗୋଟେ ସୋସିଆଲ ୱାର୍କ ସଂସ୍ଥା ମିଶିଛ ଧୀରେ ଧୀରେ ତମ ମନ ବିଷୟରେ ମିଳିବ ତମେ ସୋସିଆଲ ୱାର୍କ ଏମିତି ହୁଏ ତେଣୁ ଏଇଠି କହୁଛନ୍ତି ମୁଁ ଯଦି ପ୍ରବୀଣ ଲୋକ ବା ଜ୍ଞାନୀ ଲୋକ ସହିତ ଯେତେ ମିଶିବି ଧୀରେ ଧୀରେ ମୁଁ ମଧ୍ୟ ଗୋଟେ ଜ୍ଞାନୀ ଗୁଣୀରେ ଗଣା ଯିବି ଠିକ ସେମିତି ଆଉ କଣ କରିବି ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ ତରୁଣ ହେଲେ ଆଉ ଯୁବକ ମାନଙ୍କ ସହିତ ମଧ୍ୟ ମିଶିବି ତାଙ୍କ ସାଙ୍ଗେ ମିଶିକି ନାନା ରଙ୍ଗରେ ବିବିଧ ରଙ୍ଗ ଯୁକ୍ତ ନାନା ରଙ୍ଗରେ ଏଇଠି କଲର କୁ କୁହାଯାଏ ଯୋଉ ଖେଳ କୌତୁହଳ ଆମେ ଗୋଟେ କଥା କୁହନି କେତେ ରଙ୍ଗ ଦେଖଉଛି ରଙ୍ଗ ଦେଖୁଛି ମାନେ କଣ କଲର ଦେଖଉଛି କୌତୁହଳ ତାକୁ ଆମେ କହୁଛେ ଦେଖୁଛୁ ସେ କେତେ ରଙ୍ଗରେ ନାଚୁଛି କେତେ ରଙ୍ଗରେ ନାଚୁଛି ମାନେ ଗୋଟେ ଭଙ୍ଗୀରେ ନାଚୁଛି ତାକୁ ଜଣେ ଯଦି କିଛି ଗୋଟେ କାମ କରୁଛି ଖେଳ ବୁଲ ପିଲାମାନେ ଦେଖ ପିଲାମାନେ କି ରଙ୍ଗରେ ଖେଳୁଛନ୍ତି କଥା କଥା କହୁଛି ସେଇଠି ରଙ୍ଗର ଅର୍ଥ କଲର ଯୋଉ ହଳଦିଆ ନାଲି ନେଳିଆ ସେ କଲର ସେଠି ରଙ୍ଗର ତମେ ବିଭିନ୍ନ ଭଳିରେ ବିଭିନ୍ନ କୌଶଳୀ ବା ଅଙ୍ଗି ଭଙ୍ଗିରେ ତେବେ ତରୁଣ ସଙ୍ଗେ ମିଶି ନାନା ରଙ୍ଗରେ ଗମନ୍ତି କାଳ ଆହା କି ଆମର ଗମନ୍ତି ହେଲା ଗତି କରନ୍ତି କାଳ ହେଲା ସମୟ ତ ଯୁବକ ମାନଙ୍କ ସମୟରେ ନାନା ରଙ୍ଗରେ ନାନା କଳା କୌଶଳରେ ମିଶିକି ସମୟ ଅତିବାହିତ କରିଦେଇଛନ୍ତି ମୋର ସମୟ ବା କାଳକୁ ଅତିକ୍ରାନ୍ତ କରିନାହାନ୍ତି ଆହାକି ଆମୋଦରେ ଆମର ହର୍ଷରେ ମଜାରେ ଥଟ୍ଟା ମଜାରେ ଖୁସି ଆହ୍ଲାଦ ଆନନ୍ଦରେ ମୋ ସମୟଟିକୁ ମୁଁ ଯୁବକ ମାନଙ୍କ ସହିତ ମିଶିକି ଅତିବାହିତ କରିଦିଏ କଣ ଯଦି ମୁଁ ଏଇ ଜାଗାକୁ ଯାଆନ୍ତି ମୋର ଟପିକ ଥାନ୍ତା ମୁଁ ଯାଆନ୍ତି ତାହେଲେ ମୁଁ ଏଇଟା ସତ ନୁହଁ ସେ ଯାଇକି କରିପାରିବନି ସେମିତି ରହୁଛି ବସିଛି ଭାବୁଛି ଯଦି କୁଆଡେ ଯାଆନ୍ତି ଯଦି କୁଆଡେ ଆମେରିକା ପଳାନ୍ତି ତାହେଲେ ସେଠି ରହନ୍ତି ଇଂଲିଶ ଶିଖିଥାନ୍ତି ଭଲ ଘରଟେ କିଣାନ୍ତି ଏଇ ଯୋଉ ଭାବନାଟା ଏଠି ତା ମନରେ ଯଦି ମୁଁ ଯାଆନ୍ତି ସେଇଠି ବିଭିନ୍ନ ଲୋକଙ୍କ ସହିତ ମିଶନ୍ତି ନିଜେ ଜ୍ଞାନୀ ଭୂମି ହୁଅନ୍ତିନି ଆଉ କଣ କରନ୍ତି ଆଉ କଣ କରନ୍ତି ତରୁଣ ମାନଙ୍କ ସାଙ୍ଗେ ମିଶିକି ଅତି ଆନନ୍ଦରେ ମୋର ଜୀବନ ବିତେଇ ଦିଅନ୍ତି ଏତିକି ଥାଉ ଚିହ୍ନ ଲଗେଇଦିଅ ଯାର ବହି ଅଛି ଚିହ୍ନ ଲଗେଇଦିଅ ଆମଦରେ ଗମନ୍ତି ଆହା କି ଆମଦରେ ସେତିକି ଏତିକି ପଢିଥିବ ଆର କ୍ଲାସରେ ପଚରା ହବ ଏଇ ବର୍ଷ ଟିକେ ଚେଞ୍ଜ ରେ ପଢା ହବ ଯାହା ଆଜି ପଢୁଛ ସେ ଲାଷ୍ଟ ଆଉ ରଖା ରଖି ନାହିଁ ଯାହା ଆଜି ପଢୁଛ ତାହା ଆର କ୍ଲାସ ଆଗ କହିବ ଉତ୍ତର ତାପରେ ଆଗକୁ ଯିବ ତେଣୁ ତମେ ପଢିକି ଆସିଥିବ ଯାହା ପାଖରେ ବହି ନାହିଁ ମୁଁ କହୁଛି ଫୋନରେ ସବୁ ଅଛି ସମସ୍ତଙ୍କ ପାଖରେ ଫୋନ ଥିବ ଚଲଉଛ ଆଟଲିଷ୍ଟ ବହିଟାକୁ ଡାଉନଲୋଡ କରିକି ସମସ୍ତେ ପଢ ଏତିକି ପଢିକି ଆସିବ ମତେ କ୍ୱେଶ୍ଚନ ଦିଟା ଆନ୍ସର କଲେ ନିର୍ବାସିତ ବ୍ୟକ୍ତି କେଉଁ ଆଡକୁ ଦେଖୁଥିଲା ଅପସନ ପାଇବି କାହିଁକି ଏବେ ପରା ଶୁଣିଲ ଆଉ ତଳକୁ ଆଗ ପଛକୁ ଉପରକୁ ଚଉଦିଗକୁ ସବୁବେଳେ ମନେ ରଖିବ ଚେଷ୍ଟା କରିବ ବିନା ଅପସନରେ ପାଠଟା ମନେ ରଖିବା ପାଇଁ ତାକି ତମ ପାଖରେ ଅପସନ ଥାଉ ନଥାଉ ତମକୁ ଆସିବ ହେଲା ଏବେଠୁ ଏତିକି ପଢ ଯେମିତି ସେତେବେଳକୁ 90 ଉପରେ ରଖିବାକୁ ଚେଷ୍ଟା କର ଆଉ ଓଡିଆରେ ଭଲ ମାର୍କ ରହିବ କି ଏଫର୍ଟ ଦେଲେ ଭଲ ମାର୍କ ଅପସନ ମାଗନି ସବୁବେଳେ ଚେଷ୍ଟା କର ମୁଁ ଶୁଣିକି ବୁଝିକି ଆନ୍ସର ଦବ ଅପସନ ରେ ତ କାହାକୁ ଥରେ କହିଦେଲେ ସେ ଥରେ କହିଦେଲେ ସେ ମନେ ରଖିବ ତମେ ତ ଷ୍ଟୁଡେଣ୍ଟ ତମର ଅପସନ ଦରକାର ନାହିଁ ନିର୍ବାସିତ ବ୍ୟକ୍ତି ଚୌଦିଗରେ ଯାହା ସବୁ ଦେଖୁଥିଲା ସେ ସବୁ କଣ ବୋଲି ଭାବୁଥିଲା ଫାଷ୍ଟ ଧାଡିରେ ଅଛି ଦେଖ ଏଇ ନେତ୍ର ଯାହା ଚୌଦିଗର ସେ ସବୁର ଅଟେ ମୁଁ ଅଧୀଶ୍ୱର ତେବେ ସେ ଚୌଦିଗରେ ଯାହା ସବୁ ଦେଖୁଥିଲା ତାର କଣ ଗୋଟେ ଭାବୁଥିଲା ନିଜକୁ ଅଧୀଶ୍ୱର ବୋଲି ଭାବୁଥିଲା ନିର୍ବାସିତ ବ୍ୟକ୍ତି ଚୌଦିଗରେ ଯାହା ସବୁ ଦେଖୁଥିଲା ସେ ସବୁକୁ ଅଧୀଶ୍ୱର ସେ ସବୁକୁ ସେ ନିଜେ ଅଧୀଶ୍ୱର ବୋଲି ଭାବୁଥିଲା ନିର୍ଜନ ଦ୍ୱୀପରେ ନିର୍ବାସିତ ବ୍ୟକ୍ତିଟି ପାଖରେ କେତେ ଲୋକ ଥିଲେ ଥିଲେ କିଛି ଲୋକ ନଥିଲେ ଅପସନରେ ଅଛି ତମର ଅଳ୍ପ ଲୋକ ଆଉ ଜଣେ ଲୋକ ବହୁ ଲୋକ କିଛି ଲୋକ ନଥିଲେ କୀଟ ପତଙ୍ଗ ପକ୍ଷୀ କେଶରୀ କରି ପଶୁ ଏସବୁ କାହାର ସୃଷ୍ଟି ଥିଲା ବୋଲି ସେ ଭାବୁଥିଲା ଯୋଉ ଯୋଉଠି ଦେଖିଲା ନିଜର ସୃଷ୍ଟି ଥିଲା ସବୁ ମୋରି ସୃଷ୍ଟି ନାଇଁ
ऑप्शन अछि भगवान राजा पड़ोसी निजर मुनि नयन किए मोहित करिछि मुनि नयन को किए मोहित करिछि को जगह मुनि नयन मोहित हो जाए मुनि नयन को ऑप्शन एटा कहि दउछि विजयलता शंखध्वनि करताल ध्वनि कोलाहल ध्वनि विजयलता बदला विजयलता धाडी रे गुटे नहीं विजयलता काई तो बेस मोहन से जेबे से मोहिलु तु मुनि नयन सेई विजयलता हि मुनि नयन भगवान आसी आविर्भाव होतला मुनि नयनटा मोहित हो जाउतला ना तेनु विजयलता आंसर एडा सब ऑप्शन मिले देखि दी करबो नले मन रखबो मुनि नयन को किए मोहित करछि विजयलता मुनि नयन को मोहित करछि केउ थारे वास करिबा परम विचार करछि रणक्षेत्र गुड ନିର୍ବାସିତ ବ୍ୟକ୍ତିଟିଏ ଭୀମସ୍ଥଳେ କାହାକୁ ଅଧମ ବୋଲି ଭାବିଛି ଏଇ ଯୋଉ ଭୀମସ୍ଥଳ ନିର୍ଜନ ସ୍ଥାନରେ କଣ ପାଇବାଟା ଅଧମ ଗତି ନିକୃଷ୍ଟ ଗତି राज्य प्राप्ति राज्य प्राप्ति का मो मो कहती मो एटा अधम गति एनी मो विचारे अधम गति हैला सुंदर देवतुल्य काहाକୁ कुआ सुंदर देवतुल्य सुंदर देवतुल्य नर आनंद तेणु सुंदर देवतुल्य काहाକୁ କୁହାଯାଇଛି ନର ଆନନ୍ଦକୁ ନିର୍ବାସିତ କେଉଁ ବାହାରେ କୋଉ ଖବରଟା ସଂସ୍କୃତି ଯାଇପାରିବ ତାର ଜୀବନ ଥିବ ନିର୍ଭର ସେ ନିର୍ଭର ଥିବ ନିର୍ବାସିତ କଣ ଥିବ ଜୀବନ ଥିବ ଜୀବନ ଥିବ ନିର୍ବାସିତ ଥିବ ନିର୍ବିଜୟ କିନ୍ତୁ ସେ ଖବରଟା ଲୋକମାନଙ୍କୁ ଦିଆଯାଏ मनुष्य कंठ ध्वनिर स्वरूप परि निर्वाचित व्यक्ति के केउ शब्द सुनि चमक पड़ुला का शब्द सुनि निजर निजर कंठ शब्द केउ नर प्रभु जाने के सुबह अनास्था भाव प्रकाश करନ୍ତି केउ अनुभूति तो पाइना देवता की मनो नर जन आग्रह हुअନ୍ତି गिरी और समुद्र नंबर निर्वासित कौन चाहता विमान तार संतापित प्राण किभଳି ଶୀତଳ ହେବ ଏ ଜଣକୁ ଦେଖିଲେ ତାର ସଂତାपिତ ମନ ଶୀତଳ ହେବ ସେ କାହାଠାରୁ ସଦୁପଯୋଗ ନେବା ପାଇଁ କହୁଛି କାହାଠାରୁ ସଦୁପଯୋଗ ସଦ୍ ଉପଦେଶ ନେଇକି ସେ ଦିବ୍ୟ ହବ ବୋଲିକି ନା ମନେ ମନେ ଭାବିଛି ଜ୍ଞାନୀ ଲୋକ ଠାରୁ ବା ପ୍ରବୀଣ ଲୋକ ଠାରୁ ऑप्शन ले अछि प्रबीण लेखिबो यदि ऑप्शन नथिबो ज्ञानी लेखि चलिबो प्रबीण लेखि चलिबो आर क्लास रे आटे के पढि के आसीबो पछारिबी